ବନ୍ଧୁକ ମୁନରେ 8 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ରାମଚନ୍ଦ୍ରପୁର ଥାନା ତରୁଆ ପଞ୍ଚାୟତର ଜିଆରଏସ୍ ପଞ୍ଚାୟତ ପିଓଙ୍କଠାରୁ ଭତ୍ତା ଟଙ୍କା ବାଣ୍ଟିବାକୁ 8 ଲକ୍ଷ 11 ହଜାର ଟଙ୍କା ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ଘଟିଛି ଏହି ଅଘଟଣ। ବଣିଆପଶି ନିକଟରେ ବିପରୀତ ଦିଗରୁ କଳା ପଲ୍ସରରେ ଆସୁଥିବା 3 ଜଣ ଯୁବକ ତାଙ୍କୁ ଅଟକାଇବା ସହିତ ବନ୍ଧୁକ ଦେଖାଇ ଗାଳିଗୁଲଜ କରି ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ଗାଁର ଜଣେ ଯୁବକ ପ୍ରତ୍ୟକ୍ଷଦର୍ଶୀ ଥିବାବେଳେ ସେ ମଧ୍ୟ ଥାନାକୁ ଆସି ଆଖି ଦେଖା ଘଟଣାକୁ ବର୍ଣ୍ଣନା କରିଛନ୍ତି। ଲିଖିତ ଅଭିଯୋଗ ପରେ ରାମଚନ୍ଦ୍ରପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ଆସିଥିଲି ବାଇକଟେ ଧରିକି ଯିବି ବୋଲି ତରୁଆ ଯିବା ବାଟରେ ସେ ଆମ ଛକରେ ଟଣା 3 ଜଣ ପିଲା ଇଏ ବାବୁଥିଲେ ଟଣା ଝିକା କରୁଥିଲେ। ବ୍ୟାଗଟାକୁ ଟାଣିକି ନେଇକି ସେ ନେଇଗଲେ ଟାଣିକି। ତାପରେ ଜଣେ ଧରିଥିଲା କତା ଜଣେ ଆଉ ଜଣେ ଧରିଥିଲା ବନ୍ଧୁକଟେ ଧରିଥିଲେ। ଟଣା ଝିକା ହେଲା ମୁଁ ଯାଇକି ପହଞ୍ଚିବାରୁ ସେ ମୋତେ ବି ଧମକେଇଲେ। ମୁଁ ଆଉ ଗାଡ଼ିରୁ ଓହ୍ଲେଇନି। ତାପରେ ଟାଣି ଝିକି ନେଇକି ପଳେଇଲେ। ତାଙ୍କର ପଇସା ଥିଲା କି କ'ଣ ଥିଲା ବ୍ୟାଗଟାକୁ ନେଇକି ପଳେଇଛନ୍ତି। ପଲ୍ସର ଗାଡ଼ି ବ୍ଲାକ୍ ପଲ୍ସର ଗାଡ଼ି। ଆଜ୍ଞା ମୋ ନାଁ ଆଜ୍ଞା ପରଶୁରାମ ସାହୁ। ମୁଁ ତରୁଆ ଜିପି ଏଡ଼ିଓ ସାର୍। ଆଜି ସକାଳେ ସାର୍ 9:50 ପାଖାପାଖିରେ ମୋତେ ଆମର ପିଓ ସାର୍ ଟଙ୍କା ଦେଲେ ବାଣ୍ଟିବା ପାଇଁ ସୁଆଁପଦାରେ। ମୁଁ ସେଠୁ ଟଙ୍କା ନେଇକି ଗଲା ବେଳକୁ ବାଟରେ ମୋଠୁ 3 ଜଣ ଦୁର୍ବୃତ୍ତ ବନ୍ଧୁକ ଏବଂ କତା ଦେଖେଇକି ଟଙ୍କା ଛଡ଼େଇକି ନେଇଗଲେ। ମୋ ବ୍ୟାଗ୍ରେ ସାର୍ 8 ଲକ୍ଷ 11 ହଜାର ଟଙ୍କା ଥିଲା, ଯେଉଁଟାକୁ ମୁଁ ଭତ୍ତା ବାଣ୍ଟିବା ପାଇଁ ନେଉଥିଲି। ତା ସହିତ ଅନ୍ୟାନ୍ୟ କାଗଜ ପତ୍ର ଏବଂ 4 ମାସର ଭତ୍ତା ଆକୁଟାନ୍ସ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁ ପଞ୍ଚାୟତରେ ବ୍ୟାଗ୍ରେ ଥିଲା। ଆଜ୍ଞା ଜବରଦସ୍ତ ଝିଙ୍କିକି ନେଇଗଲେ। ସାର୍ ଆକ୍ଚୁଆଲି ମୁଁ ସାର୍ ହେଲମେଟ୍ ପିନ୍ଧିଥିଲି ଏବଂ ମୋତେ ସେ ହମ୍ପସ୍ କ୍ରସ୍ କଲା ବେଳକୁ ସେମାନେ ଅଟକେଇକି ଜବରଦସ୍ତ ମୋ ଗାଡ଼ିରୁ ଆଗେ ଚାବି ଛଡ଼େଇକି ନେଇଗଲେ। ଚାବି ଛଡ଼େଇକି ନେଇଗଲା ପରେ ଆଉ ବାଁ ପଟୁ ଯିଏ ଥିଲା ସିଏ ଆସିକି ଧମକ ଦେଲା ଏବଂ ଡାହାଣ ପଟୁ ଯିଏ ଆସିଥିଲା କତା ଧରିକି ଆସିକି କହିଲା ବ୍ୟାଗ୍ ଦେ, ଟଙ୍କା ଦେ, ଆଉ ବନ୍ଧୁକ ବି ଦେଖେଇଲେ। ଆଜ୍ଞା ବନ୍ଧୁକ ଦେଇକି ମୁଁ ବ୍ୟାଗ୍କୁ ନ ଛଡ଼େଇବାରୁ ଜବରଦସ୍ତି ଧିଚିକି ମୋଠୁ ନେଇଗଲେ। ସାର୍ ମୋର ବିପରୀତ ଦିଗରେ ସେମାନେ ଥିଲେ। ମୁଁ ଯେତେବେଳେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କଲି ସେମାନେ ବନ୍ଧୁକ ଦେଖେଇଲେ ଏବଂ ଗୋଟେ କଳା କଲର ପଲ୍ସର ବାଇକ୍ରେ ସେମାନେ ଜବରଦସ୍ତି ପଳେଇଲେ। ମୋତେ କେବଳ ପିଓ ପଇସା ଦେଲେ, ପଞ୍ଚାୟତର ପିଅନ ଥିଲେ। ଆଜ୍ଞା